ଦ୍ୱିତୀୟ ଦିନରେ ଫାସିମାଲ ପ୍ରାଥମିକ ବିଦ୍ୟାଳୟର ଆଲୁମିନି ମହୋତ୍ସବ। ସମ୍ବଲପୁର ଜିଲ୍ଲା ଯମନକିରା ବ୍ଲକ ଅନ୍ତର୍ଗତ ବଣପାହାଡ଼ଗରା ସୁନ୍ଦର ପରିବେଶ ମଧ୍ୟରେ 125 ବର୍ଷ ପୂର୍ବରୁ ଗଢ଼ି ଉଠିଥିବା ଫାସିମାଲ ପ୍ରାଥମିକ ବିଦ୍ୟାଳୟର ଆଲୁମିନି ମହୋତ୍ସବ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଆଜି ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଯମନକିରା ଜୋନ୍ 1 ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ଅଧିବେଶନରେ ଜିଲ୍ଲା ମଙ୍ଗଳ ଅଧିକାରୀ ମୃତ୍ୟୁଞ୍ଜୟ ବଡ଼ପଣ୍ଡା ମୁଖ୍ୟ ଅତିଥି, ବିଡ଼ିଓ ରବୀନ୍ଦ୍ର ସେଠୀ ସମ୍ମାନିତ ଅତିଥି ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀଯୁକ୍ତ ଗୋପୀନାଥ ବାଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଆଜିର ଦିନରେ ପ୍ରଥମେ ଗୁରୁପୂଜନ ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ଅପୂର୍ବ ବନ୍ଧୁ ମିଳନରେ ନିଜର ଅତୀତ ସ୍ମୃତି ସବୁ ବର୍ଣ୍ଣନା କରିଥିଲେ, ଯାହା ଶୁଣି ଅଞ୍ଚଳବାସୀଙ୍କ ହୃଦୟରେ ରୋମାଞ୍ଚ ଭରି ଦେଇଥିଲା। ପରେ କୁନି ଛାତ୍ରୀଙ୍କ ନୃତ୍ୟ ପରିବେଷଣ ସାଙ୍ଗକୁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖଣାହାରୀଙ୍କୁ ଆକୃଷ୍ଟ କରିଥିଲା। ଅଞ୍ଚଳର 125ତମ ପୂର୍ତ୍ତି ଅବସରରେ ଆମର ସ୍କୁଲକୁ ଆସିଛି। ମତେ ଆସିକି ବହୁତ ଖୁସି ଲାଗୁଛି, କାହିଁକି ନା ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଏଇ ଯୋଉ ଗୁରୁମାନଙ୍କୁ ପୁରାତନ ଛାତ୍ରଛାତ୍ରୀ ମାନେ ଗୁରୁମାନଙ୍କୁ ଏଠି ଡାକିକିରି ତାଙ୍କୁ ସମ୍ବର୍ଦ୍ଧନା କଲେ, ଆଉ ତା ଛଡା 125ତମ ପୂର୍ତ୍ତି ଯୋଉ ପାଳନ କରୁଛନ୍ତି, ଆଜି ବହୁତ ଗୋଟେ ଖୁସିର ଦିନ। ସମସ୍ତଙ୍କୁ ଏଠି ସମ୍ବର୍ଦ୍ଧନା କରି ଗୁରୁମାନଙ୍କୁ ବେଶ ଖାସ କରି ଗୁରୁମାନଙ୍କୁ ଏଠି ଯୋଉ ସମ୍ମାନ ଦିଆଯାଇଛି, ନିଶ୍ଚିତ ଭାବରେ ଏହା ଏକ ଭାବପ୍ରବଳ ପରିବେଶ ଆଉ ବହୁତ ଖୁସି ଲାଗୁଛି। ଏ ବିଦ୍ୟାଳୟର ମୁଁ ଉତ୍ତରୋତ୍ତର କାମନା କରିବି। ନିଶ୍ଚିତ ଭାବରେ ଧନ୍ୟବାଦ।